ସାଇଲେଣ୍ଟ ଟର୍ଚର କୋଉଟା ଜାଣିଛନ୍ତି? ଯେଉଁ ଟର୍ଚରରେ କି ମାଡ଼ ନଥାଏ, ମାଡ଼ର ସାଉଣ୍ଡ ନଥାଏ, କିନ୍ତୁ କଷ୍ଟର ଅନୁଭବଟା ଥାଏ, ଦୁଃଖ ଥାଏ, ଲୁହ ଥାଏ। କେବଳ ମାଡ଼ ଥାଏନି କି ଶରୀରରେ କୌଣସି ଚିହ୍ନ ଦେଖାଯାଏନି, କୌଣସି ଦାଗ ଦେଖାଯାଏନି। ସେଇଟା ହେଉଛି ସାଇଲେଣ୍ଟ ଟର୍ଚର, ଯେଉଁଥିରେ କି ଶାଶୁ ନଣନ୍ଦ କହୁଥିବେ, ସେଇ କଥାକୁ ଶୁଣିକି ଯଦି ସ୍ତ୍ରୀଟିଏ ସ୍ୱାମୀ ପାଖରେ ଅଭିଯୋଗ କଲା ତ ସିଏ ହେଇଗଲା ଦୋଷୀ। ଆଉ ଯିଏମାନେ କହୁଥିବେ ସେଇମାନେ ହିଁ ଯିବେ ଠିକ୍। এই ପରିସ୍ଥିତିରେ ସ୍ତ୍ରୀଟିଏ କ'ଣ କରିବା ଉଚିତ କୁହ? ନା ନିଜ ପିଲାମାନଙ୍କୁ ସମ୍ଭାଳିବ, ନା ଶାଶୁ ନଣନ୍ଦର ଏଇଭଳିଆ କଥାକୁ ସବୁ ମୁଣ୍ଡରେ ପୂରେଇକି ଦିନ କାଟିବ, ନା ସ୍ୱାମୀର ଏଇଭଳିଆ ସାଇଲେଣ୍ଟ ଟର୍ଚରକୁ ସହିବ? ଏଇଭଳିଆ ସହି ନା ଗୋଟେ ସ୍ତ୍ରୀ ଦିନେ ପୁରା ସାଇଲେଣ୍ଟ ହେଇଯାଏ, କାହାରିକି ଆଉ କିଛି କୁହେନି। ସେ ଦେଖେ ଯେତେବେଳେ ତାର ମନର କଷ୍ଟକୁ, ଦୁଃଖକୁ ଯାହାର ହାତ ଧରିଛି ତାକୁ ଯଦି ତା ମନ କଥା କହିଲା, ସେ ଯଦି ନ ବୁଝିଲା ତାହେଲେ ତାର ସାଇଲେଣ୍ଟ ହେଇଯିବାଟା ବହୁତ ବଢ଼ିଆ। ସବୁଦିନ ପାଇଁ ଚୁପ୍ ହେଇଯାଏ ସେ, ନା କାହାରିକି କିଛି କୁହେ, ନା ଖାଏ, ନା ପିଏ, ନା ହସେ, ଖାଲି ନୀରବରେ ଆଖିରୁ ଲୁହ ହିଁ ଝରାଏ। ଏ କ୍ଷୀର ଯେମିତି ଫୁଟୁନି, ଏ କ୍ଷୀର ଫୁଟି ଫୁଟି ଯେମିତି ମରିଯାଏ ନା, ସ୍ତ୍ରୀଟି ସେମିତି ସହି ସହି ମରିଯାଏ।